किचन रे ठिया रहीकରି घंटा घंटा रोषेई करने को जदि विरक्त लाଗୁଛି କିଛି ଯଦି हेल्दी खाइबा को इच्छा होची ଯଦି झटपट କିଛି ବନେଇବାକୁ ଚାହୁଁଛନ୍ତି ତାହେଲେ ଏହି ରେସିପିଟା ଆପଣମାନଙ୍କ ପାଇଁ ବିନା ତେଲ ବିନା ମସଲାରେ ବନିକି ରେଡ଼ି ହେବ। ସବୁବେଳେ ତେଲ ମସଲା ଖାଇକି ଯେ ବୋର୍ ହେଇଯିବେ କିଛି ଅଲଗା କିଛି ନୂଆ ଟ୍ରାଏ କରନ୍ତୁ। ଦେଖିବେ ଆଉ ଡାଲିର ବି ଆବଶ୍ୟକ ପଡ଼ିବନି କି ତରକାରୀର ବି ଆବଶ୍ୟକ ପଡ଼ିବନି। ଏଇ ଗୋଟେ ରେସିପିରେ ଆପଣମାନେ ଦେଖିବେ ଗୋଟେ ହେଲ୍ଦି ରେସିପି ପାଇବେ ଆଉ ପାଟିକୁ ବି ସୁଆଦିଆ ଲାଗିବ। ପ୍ରଥମେ କ'ଣ କରିବା ନା ଆମେ ଗୋଟେ ପ୍ରେସର କୁକର ନେବା। ସେଥିରେ ଗୋଟେ ଛୋଟ ଗିନା ନେଇଛି ମୁଁ ମୁଗ ଡାଲି ଆଉ ଗୋଟେ ଛୋଟ ଗିନା ହିଁ ମୁଁ ସେଥିରେ ଏଡ୍ କରିଦେଇଛି ଚାଉଳ ମୁଗ ଡାଲିକୁ ଟିକେ ହାଲକା ଭାଜିଦେବା। ପ୍ରଥମେ ଟିକେ ମୁଗ ଡାଲିକୁ ଭାଜିଦେବେ, ତାପରେ ଚାଉଳକୁ ଏଡ୍ କରି ଟିକେ ହାଲକା ଭାଜିଦେବେ। ତାପରେ ସେଥିରେ କିଛି ପାଣି ଏଡ୍ କରିଦେବା ଆଉ ଭଲସେ ଟିକେ ଧୋଇଦେବା କ୍ଲିନ୍ କରିକିରି ଆମେ। ତାପରେ କ'ଣ କରିବା ନା ଏଥିରେ ଯେହେତୁ ଗୋଟେ ଚାଉଳ ଆମେ ନେଇଛନ୍ତି ମାନେ ଗୋଟେ ଗିନା ଚାଉଳ ନେଇଛନ୍ତି ଗୋଟେ ଗିନା ମୁଗ ଡାଲି ନେଇଛନ୍ତି ତ ଚାଉଳ ହିସାବରେ ଡବଲ କ୍ୱାଣ୍ଟିଟି ପାଣି ମାନେ ଗୋଟେ ଗିନା ଚାଉଳକୁ 2 ଗିନା ପାଣି ଦେବେ। ତ ମୁଗ ଡାଲି ଯେହେତୁ ଗୋଟେ ଗିନା ନେଲେ ତ ମୁଁ 3 ଗିନା ପାଣି ଦେଇଥିଲି। 3 ରୁ 4 ଗିନା ବି ପାଣି ଦେଇପାରିବେ କାହିଁକି ନା ଏଇଟା ଅଧିକ ପତଲା ବନିବନି ଟିକେ ବହଳିଆ ବନିଯିବ। ଆଉ ଆପଣମାନେ ତ ଜାଣିଛନ୍ତି ଚାଉଳ ପୁରା ପାଣିକୁ ସେ ଆବଜର୍ବ କରିବ ଆଉ ଅଧିକ କ୍ୱାଣ୍ଟିଟିରେ ବନିବ। ତ ସେଇଥିପାଇଁ ପାଣିରେ ଟିକେ ଆଉ ଚାହିଁଲେ 4 ଗିନା ବି ଦେଇପାରିବେ। ଆଉ ସେଥିରେ ଗୋଟେ ଆମେ ଚାମଚ ଏଡ୍ କରିଦେବା ଘିଅକୁ ଏଡ୍ କରିଦେବା। ଆଉ ସେଥିରେ ଅଳ୍ପ ଟିକେ ହିଁ ହଳଦୀ ଗୁଣ୍ଡ ମୁଁ ଏଡ୍ କରିଛି ଯେମିତିକି ଏ ହାଲକାରେ ହିଁ ହଳଦୀ ଗୁଣ୍ଡ ରହିଥିଲା। ଆଉ ସେଥିରେ ସ୍ୱାଦ ଅନୁସାରେ ଦେଇଦେଲେ ଲୁଣ। ହଳଦୀ ଗୁଣ୍ଡଟା ଏଠି ପୁରାପୁରି ଅପସନାଲ୍ ଅଛି, ଚାହିଁଲେ ଏଡ୍ କରିବେ ନହେଲେ ସ୍କିପ୍ ବି କରିପାରିବେ। ତ ଗୋଟେ ପିଞ୍ଚ ହିଁ ମୁଁ ସେଥିରେ ହଳଦୀ ଗୁଣ୍ଡକୁ ଏଡ୍ କରିଦେଲି ଆଉ ଘିଅ ପୁଣି ଲୁଣକୁ ଏଡ୍ କରିସାରିବା ପରେ ଆମେ ଟିକେ ଭଲସେ ଟିକେ ମିକ୍ସ କରିଦେବା। ତ ଦେଖନ୍ତୁ ଏଇଭଳି ପ୍ରୋସେସରେ ମିକ୍ସ କରିଦେବେ। ଆଉ ଏଇ ସମୟରେ ଗ୍ୟାସ୍ ଆଞ୍ଚ ପୁରା ହାଇ ଫ୍ଲେମ୍ରେ ହିଁ ରଖିବେ। ହାଇ ଫ୍ଲେମ୍ରେ ରଖିବେ। ତାପରେ କ'ଣ କରିବେ ନା ହଳଦୀ ଗୁଣ୍ଡକୁ ଏଡ୍ କରିସାରିବା ପରେ ଆମେ ଏବେ ପ୍ରେସରର ଘୋଡ଼ଣୀକୁ ଆମେ ବନ୍ଦ କରିଦେବା ଆଉ 3ଟି ସିଟି ଆସିବାକୁ ଦେବା। 3ଟି ସିଟି ପରେ ଆମେ କ'ଣ କରିବେ ନା ଗ୍ୟାସ୍ ଫ୍ୟାନ୍କୁ ପୁରା ଅଫ୍ କରିଦେବା। ଅଫ୍ କରି ପୁରା ସିଟି ଗଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ସିଟି ଚାଲିଯିବା ପରେ ଆମେ ଗ୍ୟାସ୍ ଦେଖନ୍ତୁ ଏଇ ସମୟରେ ଗ୍ୟାସ୍ ଫ୍ୟାନ୍ ଯେହେତୁ ଅଫ୍ ଅଛି ତ କଭରକୁ ବି ବାହାର କରିଦେବା। ଆଉ ଦେଖନ୍ତୁ ଆପଣମାନଙ୍କୁ ଦେଖାଉଛି କେତେ ବଢ଼ିଆ ଆମର ଏଠି ଡାଲି ଚାଉଳ ପୁରା ସିଝି ଯାଇଛି। ତ ସିଝି ସାରିବା ପରେ ଆକୁ କ'ଣ କରିବା ନା ଟିକେ ଭଲସେ ଟିକେ ମିକ୍ସ କରିଦେବା ଯେମିତି ଆଉ ଟିକେ ମେସ୍ ହେଇଯିବ। ଏଇ ରେସିପିଟା ନା ମାନେ ଏମିତି ହିଁ ପୁରା ଦେଖିବେ ପେଷ୍ଟ ବନେ ଆଉ ଖାଇବାକୁ ପୁରା ସୁପର ଟେଷ୍ଟି ଲାଗିବ। ତ ଆପଣମାନେ ଯଦି ବନେଇ ନାହାନ୍ତି ନା ଜଲ୍ଦି ବନାନ୍ତୁ, ତାପରେ ମୋତେ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ ଏ ରେସିପିଟା କେମିତି କ'ଣ ଟେଷ୍ଟ ଲାଗିଲା, ଘରେ ବି ପସନ୍ଦ କଲେ କି ନାହିଁ। ଦେଖିବେ ମୋ ଘରେ ତ ମାନେ ସପ୍ତାହରେ 3 ରୁ 4 ଦିନ ଏଇ ରେସିପିଟା ବନେ। ଆଉ ଏମିତିରେ ଆପଣମାନେ ଜଳଖିଆରେ ବି ଖାଇପାରିବେ ଆଉ ଦେଖିବେ ମାନେ ଡିନର ବି ଖାଇପାରିବେ। ଡିନରରେ ବି ଆଉ ଆପଣମାନେ ଆକୁ ଲଞ୍ଚରେ ବି ଖାଇପାରିବେ। ବହୁତ ବଢ଼ିଆ ସ୍ୱାଦିଷ୍ଟ ଲାଗେ ରେସିପିଟି। ତ ଇଏ ଦେଖିବେ ମାନେ ଗୋଟେ ସାଉଥ ଇଣ୍ଡିଆନ୍ ଷ୍ଟାଇଲ୍ରେ ହିଁ ବନିକି ରେଡ଼ି ହେଇଛି। ଆକୁ ପଙ୍ଗଲ କୁହନ୍ତି ଆଉ ତାଙ୍କ ଟ୍ରାଡ଼ିସନାଲ୍ ରେସିପି ହେଉଛି ଏଇ ରେସିପିଟା। ତ ଏବେ କ'ଣ ଚାଲନ୍ତୁ ତାର ଗୋଟେ ସ୍ପେଶାଲ୍ ଫୁଟଣଟା ପ୍ରସ୍ତୁତ କରିବା। ଲାଷ୍ଟରେ ଏଇ ଫୁଟଣଟା ବନେ ଏ ଫୁଟଣଟା ଦେଖିବେ ଟେଷ୍ଟକୁ ବଢ଼େଇ ଦେଇଥାଏ। ଅଳ୍ପ ଟିକେ ସେଥିରେ ପୁଣି ଥରେ ଘିଅକୁ ଏଡ୍ କରିଦେବେ। ଆଉ ଘିଅ ବଦଳରେ ଆପଣମାନେ ଘିଅର ଫ୍ଲେଭର ପସନ୍ଦ ନାହିଁ ଯଦି ତାହେଲେ ଆପଣମାନେ ତେଲ ବି ଏଥିରେ ଏଡ୍ କରିପାରିବେ। ତାପରେ ଜିରା କାଜୁ କଞ୍ଚା ଲଙ୍କାକୁ ଏଡ୍ କରିଦେବେ, ଭୃସଙ୍ଗ ପତ୍ରକୁ ଏଡ୍ କରି ଟିକେ ଭାଜିଦେବେ। ଭାଜି ସାରିବା ପରେ ତାକୁ ସେ ଫୁଟଣଟାକୁ ଆମେ ସେଇ ଭାତ ଡାଲିରେ ଏଡ୍ କରିଦେବା। ଏଡ୍ କରିକିରି ଟିକେ ଭଲସେ ଟିକେ ମିକ୍ସ କରିଦେବା। फ्रेंड्स ଆପଣମାନେ ଏଇ ତରିକାରେ ବନାନ୍ତୁ ଦେଖିବେ ପୁରା ସୁପର ଟେଷ୍ଟି ଲାଗିବ। ଆପଣମାନେ ଭାବିବେ ଯେ ଖେଚଡ଼ିର ସ୍ୱାଦ ଆସିବ କିନ୍ତୁ ଖେଚଡ଼ିର ସ୍ୱାଦ ଆସେନି, ବହୁତ ବଢ଼ିଆ ତାର ଫ୍ଲେଭର ଆସେ। ତ ଆପଣମାନେ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଘିଅ ଖାଇବାକୁ ପସନ୍ଦ କରନ୍ତି ତାହେଲେ ଘିଅ ଫୁଟଣ ଦିଅନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ତ ଦେଖନ୍ତୁ ଫାଇନାଲ ରେସିପିଟି ବନିକି ରେଡ଼ି ହେଇଗଲାଣି। ତ ଆପଣମାନେ ଆକୁ 5 ମିନିଟରେ ଯଦି ବନେଇବାକୁ ଚାହୁଁଛନ୍ତି, ଟାଇମ୍ ନାହିଁ ଜଲ୍ଦି ରୋଷେଇ କରିବାର ଅଛି ତାହେଲେ ଏଇ ରେସିପିଟା ବନାନ୍ତୁ। ଦେଖିବେ ଆଉ ତରକାରୀର ବି ଆବଶ୍ୟକ ପଡ଼ିବନି କି ଡାଲିର ବି ଏକ୍ସଟ୍ରା ଆବଶ୍ୟକ ପଡ଼ିବନି। ଏ ଗୋଟେ ରେସିପିରେ ଆପଣମାନେ ପୁରା ଦେଖିବେ ମାନେ ଥାଳିଏ ଖାଇଯିବେ, ଏତେ ସ୍ୱାଦିଷ୍ଟ ଲାଗେ କି ଫ୍ରେଣ୍ଡସ୍। ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଆଉ ଦେଖିବେ ଛୁଆମାନଙ୍କୁ ଯଦି ବି ଏମିତି ବନେଇକି ଦେବେ, ଯେଉଁ ଖେଚଡ଼ି ବନେଇକି ଛୁଆମାନଙ୍କୁ ଖୁଆନ୍ତି ନା 1 ବର୍ଷ ପରେ ଯଦି ଏମିତି ବନେଇବି ହୁଏ ସେମାନଙ୍କ ପାଟି ବି ଟେଷ୍ଟ ଲାଗିବ। ତ ବହୁତ ବଢ଼ିଆ ଗୋଟେ ରେସିପି ବନିକି ରେଡ଼ି ହେଇଗଲାଣି। ତ ଆପଣମାନେ ଟ୍ରାଏ କରନ୍ତୁ ଆଉ ଗୋଲମରିଚ ଏଥିରେ ନିହାତି ଏଡ୍ କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ତ ଫାଇନାଲ ରେସିପିଟି ବନିକି ରେଡ଼ି ହେଇସାରିଛି। ଆପଣଙ୍କୁ ଯଦି ଭିଡ଼ିଓଟି ମୋର ପସନ୍ଦ ଆସିଥିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ ଯଦି ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନକୁ କ୍ଲିକ୍ କରିଦିଅନ୍ତୁ ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।